ଏବେ ନାଟକର ଦମ ରହୁନି ବୁଝିଲେ କି ଏବେ ନାଟକର ଦମ ରହୁନି ସେଇଥିପାଇଁ ତ ବର୍ତ୍ତମାନ ବିବାଦ ଚାଲିଛି ତେଣୁ ଆମେ କୌଣସି ଡିରେକ୍ଟର ରାଇଟରଙ୍କୁ ଆକ୍ଷେପ କରି କହିବାଟା ଠିକ ହବନି ଏଇଠି କହୁଛନ୍ତି ବର୍ତ୍ତମାନ ଗୋଟେ ଭାଇରାଲ ହଉଛି ସଞ୍ଜୟ ଭିତରେ ସେଟା କହିବା କିଛି ଠିକ ନୁହେଁ ଏବେ ସେ ଡିରେକ୍ଟର ରାଇଟର ମାନଙ୍କୁ କୁହାଯାଉଛି କିଛି ଖୋରାକ ଦେଇକିରି ନାଟକଟାକୁ ଏମିତି ସରସ ସୁନ୍ଦର କର ସମସ୍ତଙ୍କୁ ଭଲ ଲାଗୁ ଟିକେ ନିଜର ସ୍ୱର ଉତ୍ତୋଳନ କଲେ ତାକୁ ସାଙ୍ଗେ ସାଙ୍ଗେ ବୟକଟ ବୟକଟ କରିଯାଉଛି କିନ୍ତୁ ଡାଇରେକ୍ଟର ଆଉ ରାଇଟରଙ୍କ ନାଟକ କ'ଣ ଫ୍ଲପ୍ ହଉନି? ହଁ ଫ୍ଲପ୍ ହଉଛି ରାଇଟର ନାଟକ ଫ୍ଲପ୍ ହଉଛି ତଥାପି ତାକୁ ସୁଧାରିବା ପାଇଁ ସେମାନେ ଚେଷ୍ଟା କରନ୍ତୁ ଜୟ ଜଗନ୍ନାଥ ମୁଁ ଦିବାକର ଦାସ ଜଗତସିଂହପୁର ଜିଲ୍ଲା ବାଲିକୁଦା ନିର୍ବାଚନ ମଣ୍ଡଳୀ ଘର ସାର୍ ଆଜି ନୂଆ ଯାତ୍ରାରେ ये ନୂଆ ଗୋଟେ ପାର୍ଟି ତା ଭିତରେ ସିନିୟର ନେଗେଟିଭ କ୍ୟାରେକ୍ଟରରେ ଆମେ ଆପଣଙ୍କୁ ଦେଖିବାକୁ ପାଇବୁ ଲୁକ୍ସ ଯେମିତି କଥା ବି ଆପଣଙ୍କୁ ସେତିକି ଭାରି ଭାରି ଲାଗୁଛି ସାର୍ କ'ଣ କହିବାକୁ ଚାହିଁବେ ये ଯାତ୍ରା ଗୋଟେ ନୂଆ ଆପଣ ଆରମ୍ଭ କରୁଛନ୍ତି କ'ଣ ଅନୁଭୂତି? ଜୟ ଜଗନ୍ନାଥ ଜଗନ୍ନାଥଙ୍କର ଅନ୍ୟତମ ନାମ ହଉଛି ମହାବାହୁ ତାଙ୍କର ଅଶେଷ ନାଁ ଅଛି ଜଗତକୁ ଚଳଉଛନ୍ତି ସେ ଜଗତସିଂହପୁର ଜିଲ୍ଲା ତାରପୁର ମାଟିରେ ଗଢ଼ି ଉଠିଥିବା ଯୋଉ ତାରପୁର ଅପେରା ବହୁତ ଦିନ ଧରି ଲୋକପ୍ରିୟତା ହେଇ ତାରପୁର ବୁଝିବାକୁ ଗଲେ ଯୋଉଠି ତାରପୁର ନାଚ କରିବ ଓଡ଼ିଶାରେ ସମସ୍ତେ ତାଙ୍କୁ ଧନ୍ୟବାଦ ଦଉଥିଲେ କିନ୍ତୁ ଭାଗ୍ୟବଶତଃ ସେ ପାର୍ଟି ବିଚ୍ଛିନ୍ନ ହେଇଯାଇଛି ତାରପୁର ନାଁଟା ଆମ ଓଡ଼ିଶାରୁ ଯେମିତି ଲୋକ ଭୁଲି ଯାଇଥିଲେ କିନ୍ତୁ ଏବେ ମହାବାହୁ ନାମରେ ଯୋଉ ଯାତ୍ରା ପାର୍ଟି ହଉଛି ମହାବାହୁ ଅପେରା ତାରପୁର ପୁଣି ସେ ତାରପୁର ଓଡ଼ିଶା ମାଟିକୁ ପୁଣି ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବ ସବୁ ଯାତ୍ରା ପାର୍ଟିଙ୍କ ଭିତରେ ଏକ ନମ୍ବର ହେଇ ରହିବ ଯାତ୍ରା ମହାବାହୁ ପ୍ରଶାନ୍ତ ବାବୁଙ୍କ ଅବଦାନର ଯାତ୍ରା ମହାବାହୁ ଗଢ଼ି ଉଠିଛି ଜଗତସିଂହପୁର ମାଟି ତାରପୁର ସାର୍ ଅନେକ ଆମେ ଭିଲିଆନ ମାନଙ୍କୁ ଦେଖିଛୁ ତାଙ୍କୁ ଦେଖିଲେ ଡର ଲାଗେ ମତେ ବି ଆପଣଙ୍କୁ ଦେଖିଲେ ଡର ଲାଗୁଛି କିନ୍ତୁ କହିବାର କଥା ଏଠି ସେ ଭିଲିଆନ ମାନେ କିଭଳି ଭାବେ ହବା ଦରକାର ଏବଂ ଆପଣଙ୍କର ଏଇ ଯୋଉ ବର୍ତ୍ତମାନ ଚରିତ୍ରଟି କେଉଁଭଳି ରହିଛି ମାନେ କିଛି ଷ୍ଟୋରି ଲେଖା ହେଲାଣି ନା ଷ୍ଟୋରି ହିସାବରେ କାଷ୍ଟିଂ କିଛି ଆସିଲାଣି ନା ଆପଣଙ୍କର ସେ ସ୍ୱତନ୍ତ୍ର ଝଲକ ଆକ୍ଚୁଆଲି କ'ଣ ସେଇ ସ୍ୱତନ୍ତ୍ର କୋଉ ଝଲକଟାକୁ ଦେଖିବା ପାଇଁ ଦର୍ଶକ ମାନେ ଆସିବେ? ଦର୍ଶକ ଭିଲିଆନ ମାନେ କ'ଣ ଭିଲିଆନ କ'ଣ ଗୋଟେ ରାକ୍ଷସ ନା ରେପ୍ କରିବା ଗୋଟେ କ'ଣ ରାକ୍ଷସ ଆକ୍ଟିଂ ଭିଲିଆନ ଅର୍ଥ କ'ଣ ଏଇ ମଣିଷ ବର୍ତ୍ତମାନ ଆଉ ଭିଲିଆନ କି ଦେଖିବାକୁ ଦର୍ଶକ ପସନ୍ଦ କରୁନାହାନ୍ତି ଫ୍ୟାମିଲି ଷ୍ଟୋରି ଡାଇଲଗ ଡେଲିଭରି ବିଭିନ୍ନ ପ୍ରକାର ଡାଇଲଗ ଡେଲିଭରିରେ ଲୋକାଲ କଥା ସେଇ ଲୋକାଲ କଥା ହେଇକି ଭିଲିଆନର ପରିଚୟ ଦବ କେତେ ବର୍ଷ ହେଲାଣି ଆପଣ କଳାକାର 30 ବର୍ଷର ଅଭିଜ୍ଞତା ଡର ମାଡେ କି ଯାତ୍ରା ପାର୍ଟିରେ ଆକ୍ଟିଂ କରିବାକୁ? ଡର କ'ଣ ମୁଁ ଜାଣିନି ଯାତ୍ରା ରିହର୍ସାଲ କରିସାରିଲା ପରେ ଫାଇନାଲ ରିହର୍ସାଲରେ ଆମେ ଶିଖିନଥିବୁ ଯାତ୍ରା ନାଇଁ ଆକ୍ଟିଂ କରିବା ପାଇଁ ନୁହେଁ ଏଇ ଯାତ୍ରାରେ ରହିବା ପାଇଁ ପ୍ରଫେସନ ଯାତ୍ରାକୁ ପ୍ରଫେସନ ହିସାବରେ ନେବା ପାଇଁ ଆପଣଙ୍କୁ ଭୟ ଲାଗୁଛି କି? ନାଇଁ ପ୍ରଫେସନ ନେବାକୁ ଭୟ କାହିଁ ଲାଗିବ ସେଇଟା ଆମର ପେଶା ସେଥିରେ ଆମେ ଚଳୁଛୁ ପ୍ରତିପୋଷଣ ହଉଛୁ ଏବେ ଦେଖିବାକୁ ମିଳୁଛି ଯଦି ଆପଣଙ୍କର ଭବିଷ୍ୟତରେ କିଛି ଅସୁବିଧା ହବ ତେବେ ଆପଣ ଯଦି ସ୍ୱର ଉତ୍ତୋଳନ କରିବେ ଏଇ ମାଲିକ ମାନେ ହିଁ ଆପଣଙ୍କୁ ବିତାଡ଼ିତ କରିବେ ଆପଣଙ୍କୁ ବୟକଟ କରିବେ କିଛି ଭୟ ଲାଗେ କି ସେଟା ଚିନ୍ତା କଲେ? ସେ ସବୁ ଚିନ୍ତା କିଛି ଆମେ ଭୟ କରୁନି ମାଲିକ ମାନଙ୍କର ବୁଝାବଣା ଭୁଲ ଯେ ଖାଲି ମାଲିକ ମାନଙ୍କ ଦୋଷ ନାହିଁ କଳାକାରଙ୍କର ବି ଦୋଷ ଅଛି କଳାକାର ଦେଖୁଛନ୍ତି ଆମ ପ୍ରତିପୋଷଣ ହଉଛୁ ଲକ୍ଷାଧିକ ଟଙ୍କା ନେଇକି ଆମେ ଝିଅ ପୁଅ ବାହାଘର ଠାରୁ ଆରମ୍ଭ କରି ଆମ ଘରକୁ ଆମେ ଚଳଉଛୁ ତେଣୁ ମାଲିକଙ୍କର କିଛି ଭୁଲ ରହୁଛି କଳାକାର ମାନଙ୍କର କିଛି ଭୁଲ ରହୁଛି ଡାଇରେକ୍ଟର ରାଇଟରଙ୍କର ଗୋଟେ କଥା ହଉଛି କ'ଣ ସେତେବେଳେ ନାଟକ ଏମିତି ଲେଖୁଥିଲେ ପ୍ରକୃତ ସେ ଯାହା ଚାଲିଛି ବର୍ତ୍ତମାନ କାହା ବିରୁଦ୍ଧରେ କିଛି କହିବା ଦରକାର ନାହିଁ କିନ୍ତୁ ଆଗରୁ ଯୋଉ ନାଟକଟା ଚାଲିଥିଲା ଗୋଟେ ପାଟିରେ ଯଦି ଏ ବର୍ଷ ନାଟକ ଗୋଟେ ହେଇଛି 10 ବର୍ଷ ମାଲିକ ଗୋଟେ ଧୋଇ ଶୁଖେଇ ଖାଉଥିଲା ସେ ଯୋଉ ଆମର କୋଣାର୍କ ଗଣନାଟ୍ୟରେ ଗୋଟେ ନାଟକ ଥିଲା କଉଡ଼ି ଖେଳ 10 ବର୍ଷ ପର୍ଯ୍ୟନ୍ତ ଦୈତାରୀ ପଣ୍ଡା ସେଥିରେ ଗୋଟେ ପୁଅ ରୋଲ କରୁଥିଲା ବାକି ସେ ଯୋଉ ହିରୋଇନ ଦିଟା ସେ ଥିଲେ ମୁଁ ଆଜି କହୁଛି 10-12 ବର୍ଷ କିମ୍ବା 15 ବର୍ଷ ତଳର କଥା ସେଇ ହିରୋଇନ ଧଳା କେଶି ପୁରେଇକିରି ଦୈତାରୀ ପଣ୍ଡା ମା କରିବେ କିନ୍ତୁ ତା ପରଦିନ ସେ କରିବେ କ'ଣ ନା ଚିଲବୁଲି ନାଇକା ହିରୋଇନ ସହିତ ଲଭ୍ ସିନ୍ କରୁଥିବେ ଏବେ ବି ତାଙ୍କ ଚେହେରା ସେମିତି ଅଛି ସେ ହିରୋଇନ ମାନିବାକୁ ପଡ଼େ ବାକି କଉଡ଼ି ଖେଳ ଦର୍ଶକ ମାନଙ୍କ ପାଖରେ ଯେତେବେଳେ ପହଞ୍ଚୁଛି ଯେକୌଣସି ପେଣ୍ଡାଲରେ ବର୍ଷକୁ 5 ବର୍ଷ ପରେ ଯେତେବେଳେ ଯାଇ ପାର୍ଟି ପହଞ୍ଚୁଛି ଦର୍ଶକ ପଚାରୁଥିଲେ ସେ କଉଡ଼ି ଖେଳ ନାଟକଟା ଅଛି ନା ସେ ନାଟକ ଆଉଥରେ କରୁ କାରଣ ସେ ନାଟକ ସେତିକି ଦମ ଥିଲା
ଏବେ ନାଟକର ଦମ ରହୁନି ବୁଝିଲେ କି ଏବେ ନାଟକର ଦମ ରହୁନି ସେଇଥିପାଇଁ ତ ବର୍ତ୍ତମାନ ବିବାଦ ଚାଲିଛି ତେଣୁ ଆମେ କୌଣସି ଡିରେକ୍ଟର ରାଇଟରଙ୍କୁ ଆକ୍ଷେପ କରି କହିବାଟା ଠିକ ହବନି ଏଇଠି କହୁଛନ୍ତି ବର୍ତ୍ତମାନ ଗୋଟେ ଭାଇରାଲ ହଉଛି ସଞ୍ଜୟ ବଳ ଭିତରେ ସେଟା କହିବା କିଛି ଠିକ ନୁହେଁ ଏବେ ସେ ଡିରେକ୍ଟର ରାଇଟର ମାନଙ୍କୁ କୁହାଯାଉଛି କିଛି ଖୋରାକ ଦେଇକିରି ନାଟକଟାକୁ ଏମିତି ସରସୁନ୍ଦର କର ସମସ୍ତେ ଭଲ ଲାଗୁ ଯେ ଟିକେ ନିଜର ସ୍ୱର ଉତ୍ତୋଳନ କଲେ ତାକୁ ସାଙ୍ଗେ ସାଙ୍ଗେ ବୟକଟ ବୟକଟ କରିଦିଆଯାଉଛି କିନ୍ତୁ ଡାଇରେକ୍ଟର ଆଉ ରାଇଟରଙ୍କ ନାଟକ କ'ଣ ଫ୍ଲପ୍ ହଉନି? ହଁ ଫ୍ଲପ୍ ହଉଛି ରାଇଟର ନାଟକ ଫ୍ଲପ୍ ହଉଛି ତଥାପି ତାକୁ ସୁଧାରିବା ପାଇଁ ସେମାନେ ଚେଷ୍ଟା କରନ୍ତୁ କିନ୍ତୁ ତା ମାନେ ନୁହେଁ ଯେ କାହାର ଗୋଟେ ଜୀବିକା ବୁଡେଇ ଦବା ଆପଣ କଳାକାର ସଂଘରେ ଅଛନ୍ତି? ହଁ କଳାକାର ସଂଘରେ ଅଛି ଆପଣ ମିଟିଂ ଯାଉଛନ୍ତି? ଆପଣ ସୁବିଧା ଆସିଲେ କହୁଛନ୍ତି କଳାକାର ସଂଘ କୋଉଟା କଳାକାର ସଂଘ କହୁଛନ୍ତି ସୁବିଧା ଆସିଲା କିଛି କହୁଛନ୍ତି ଆପଣ? ନାଇଁ ନାଇଁ ସେ ଭେଟ ଏବେ ଆମର ଜୁନ ହଁ ଜୁନ 18 ତାରିଖରେ ଆପଣ ଯେତେବେଳେ ମିଟିଂ ହେଲେଣି ଆପଣ ଯାଇଛନ୍ତି? ନାଇଁ ମୁଁ ଯଦି ଫୋନ କରିନଥିଲି ମୁଁ ଆସିନଥିଲି ବାକି ଅନ୍ୟ କଳାକାର କହୁଛନ୍ତି ଯୋଉ ଆମେ ବି ଜାଣିନୁ କଳାକାର ସଂଘ କ'ଣ ଆମେ ଜାଣିନୁ। ନା ପ୍ରାୟ ସଂଘ ଆମର ହେଇଛି ରେଜିଷ୍ଟ୍ରେସନ ହେଇଛି ସଞ୍ଜୟ ବାବୁ ନିଜେ କହୁଛନ୍ତି କିଛି କଳାକାର ସଂଘ ନାହିଁ। ସଞ୍ଜୟ ବଳ ନିଜେ କହୁଛନ୍ତି କହୁଥିବେ ଆମେ ତାଙ୍କ କଥା କହିପାରିବୁନି କିନ୍ତୁ ଆଜିକି 15 ବର୍ଷ ତଳେ କଳାକାର ସଂଘ ହେଇଛି ରେଜିଷ୍ଟ୍ରେସନ ହେଇଛି ସମସ୍ତଙ୍କୁ କାର୍ଡ ମିଳିଛି ବା ସରକାର ପାଖରେ ଉତ୍ଥାପନ କରାଯାଇଛି ଏବେ ବି ଲାଗୁ ହେଲାଣି ପେନସନ ଲାଗୁ ହେଲାଣି କଳାକାର ସଂଘର ସଭାପତି ଦୈତାରୀ ପଣ୍ଡା ବାପି ପଣ୍ଡା ତାଙ୍କ ଆଗରୁ ଅଛି କି ସେ ନା ହୀରାଲାଲ ତାକୁ ସବୁ ଅର୍ଗାନାଇଜେସନ କରିବା ପାଇଁ ଜଗତସିଂହପୁରର ହୀରାଲାଲ ଅଛନ୍ତି।